କୁକୁର ଲଗେଇଦବ ତେବେ କିଏ କି? ହଁ କୁକୁର ଲଗେଇବାଟା ଅତି ଅନ୍ୟାୟ ହେଇଛି। ନାଇଁ ଏଫଆଇଆର ଜେଲ ତ ଯିବେ ଯଦି ପ୍ରକୃତରେ ସେ କୁକୁର ଲଗେଇଛନ୍ତି ତାକୁ ଆରେଷ୍ଟ କରିବା। ମହିଳାମାନଙ୍କୁ କୁକୁର ସାମ୍ବାଦିକମାନଙ୍କୁ ନେଇ ଆଟାକ୍ କରିବା, ସାମ୍ବାଦିକମାନଙ୍କୁ ଅତ୍ୟାଚାର କରିବା, କୁକୁର ଲଗେଇବାଟା ଅତି ଅନ୍ୟାୟ ହେଇଛି, ଘୋର ଅନ୍ୟାୟ ହେଇଛି। ଭଲ ହେଇଛି ଏଗୁଡାକ ଅତ୍ୟଧିକ ବାହାଦୁର ଦେଖାଯାଉଛି। ତମେ ସାମ୍ବାଦିକ କୁକୁର ଲଗେଇଦବ ତେବେ କିଏ କି? ହଁ ଘୋର ଅନ୍ୟାୟ। ଇଲେକ୍ସନ ଟିକେଟ ପାଇଲେ ବୋଧେ ବାଘ ଲଗେଇ ଦେଇଥାନ୍ତେ, ସିଂହ ଲଗେଇ ଦେଇଥାନ୍ତା। ସେ ଲଗେଇବାଟା ଅତି ଅନ୍ୟାୟ ହେଇଛି, ଘୋର ଅନ୍ୟାୟ ହେଇଛି। ଭଲ ହେଇଛି ମହିଳାମାନଙ୍କୁ କୁକୁର ସାମ୍ବାଦିକମାନଙ୍କୁ ନେଇ ଆଟାକ୍ କରିବା, ସାମ୍ବାଦିକମାନଙ୍କୁ ଅତ୍ୟାଚାର କରିବା, ଅପଦସ୍ଥ କରିବା, ଫିଜିକାଲ ଆସଲ୍ଟ କରିବା। ମୁଁ ଏ ଫରେନ୍ ନୁହଁ। ନାଇଁ ଏଫଆଇଆର ଜେଲ ତ ଯିବେ କିନ୍ତୁ ସାମ୍ବାଦିକମାନଙ୍କ ପାଇଁ ଯୋଉ ଅପଦସ୍ଥ ଯୋଉ ଇନସଲ୍ଟ କରାହେଇଛି ଗୋଟେ ତଦନ୍ତ ହେବା ଦରକାର। ଯଦି ପ୍ରକୃତରେ ସେ କୁକୁର ଲଗେଇଛନ୍ତି ତାକୁ ଆରେଷ୍ଟ କରିବା। ହଁ ହେବା ଦରକାର। ମୁଖ୍ୟମନ୍ତ୍ରୀ ଭଲ ଲୋକଟିଏ, ନିରୀହ ଲୋକଟିଏ, ଆଦିବାସୀ ଲୋକଟିଏ। ଡେଲି ସେ 400, 2000, 3000 ଲୋକଙ୍କୁ ସାକ୍ଷାତ ନ କଲେ ଶୋଉନାହାନ୍ତି। ତାଙ୍କର ଗୋଟେ ହାବିଟ୍ ଗରିବ ଲୋକଙ୍କୁ ସାକ୍ଷାତ କରିବା। ଛାତ୍ର, ଯୁବକ, ମହିଳା, ଆଦିବାସୀ, ମୁସଲମାନ ଭଉଣୀମାନେ, ଭାଇମାନେ ଡେଲି ସେ ସାକ୍ଷାତ କରୁଛନ୍ତି, ତାର ବି ସମାଧାନ କରୁଛନ୍ତି, କରିବା ଦରକାର। ଆଗେ ପଡ଼େ 2,72,000 କୋଟି ଓଡ଼ିଶା ସରକାରଙ୍କର ଇରିଗେସନ ବାବଦରେ, ଏନର୍ଜି ବାବଦରେ, PRW ବାବଦରେ ଯୋଉ ବାକି ପଇସା ଅଛି ତୁରନ୍ତ ଆଣିକିରି ରାଜ୍ୟର ବିକାଶ